ସତ୍ୟକୀଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଘାଯତୀନଙ୍କ 146ତମ ଜନ୍ମଦିବସରେ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ। ଗତକାଲି ଶହୀଦ ବାଘାଯତୀନଙ୍କ ଜନ୍ମଦିବସ ଅବସରରେ ଚଷାଖଣ୍ଡସ୍ଥିତ ଦେଶୁଆଁ ପୋଖରୀ ନିକଟରେ ବାଘାଯତୀନ ବିକାଶ ପରିଷଦ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ସଦର ବିଧାୟକ ମାନସ ଦତ୍ତଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନୀଳଗିରିର ପୂର୍ବତନ ବିଧାୟକ ତଥା ପରିଷଦର ଉପଦେଷ୍ଟା ପ୍ରଦୀପ୍ତ ପଣ୍ଡା, ସମାଜସେବୀ ଭାସ୍କର ଜେନା, ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପ୍ରଥମ ଥର ପାଇଁ ପରିଷଦ ବାଘାଯତୀନଙ୍କ ଜନ୍ମଦିବସରେ ରକ୍ତଦାନ କାର୍ଯ୍ୟକ୍ରମ କରି ସମାଜକୁ ରକ୍ତଦାନର ମହତ ଉଦ୍ଦେଶ୍ୟରେ ସଚେତନ କରିବାକୁ ପ୍ରୟାସ କରିଛି ବୋଲି ପରିଷଦର ସମ୍ପାଦକ ସର୍ବେଶ୍ୱର ମହାନ୍ତି କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ନଗ୍ରମ ସରପଞ୍ଚ ବନିତା ଭୂୟାଁ, ଚଷାଖଣ୍ଡ ସରପଞ୍ଚ କେଦାର ସାହୁ, ସମିତି ସଭ୍ୟ ଶେଖ ଅଲି ହୁସେନ ଯୋଗ ଦେଇଥିବା ବେଳେ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି, ଉପସଭାପତି ମନୋଜ ନାୟକ, କୋଷାଧ୍ୟକ୍ଷ ଅଜିତ କୁମାର ବରାଳ, ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଶ୍ରୀକାନ୍ତ ବୁଗୁଡାଇ, ଶରତ ରାଉତ, ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଡିଆଇଜି ଏହିଭଳି ଏକ ପବିତ୍ର ମାଟିକୁ ସେ ପହଞ୍ଚିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।